ପାର୍ଥିବ ଜଗତର ଯାତ୍ରାପଥରେ ମନୁଷ୍ୟ ନିଜକୁ ଶ୍ରେଷ୍ଠ ପ୍ରାଣୀ ରୂପେ ପ୍ରତିପାଦିତ କରିଛି। ଏହାରି ମୂଳରେ ରହିଛି ଜ୍ଞାନ। ଭାଗବତକାର ଜଗନ୍ନାଥ ଦାସ ଲେଖିଛନ୍ତି, ମନୁଷ୍ୟ ଦେହେ ଦିବ୍ୟଜ୍ଞାନ ଦେଖି ସନ୍ତୋଷ ଭଗବାନ। ଏହି ଦିବ୍ୟଜ୍ଞାନ କହିଲେ ଭଲମନ୍ଦ ଚିନ୍ତା କରିବାର ଶକ୍ତି। ଅନ୍ୟପକ୍ଷରେ ଏହା ନୀତି ଓ ଆଦର୍ଶକୁ ସୂଚିତ କରିଥାଏ। ପୁନଶ୍ଚ ଶିକ୍ଷା ହିଁ ନୀତି ଓ ଆଦର୍ଶର ଭିତ୍ତିଭୂମି। ଆଦିମ ସଭ୍ୟତାରୁ ଆଧୁନିକ ସଭ୍ୟତା ପର୍ଯ୍ୟନ୍ତ ଯେଉଁସବୁ ମାନସିକ, ଶାରୀରିକ, ନୈତିକ ଓ ବୈଷୟିକ ବିକାଶ ସାଧିତ ହୋଇଛି, ତାର ମାପକାଠି ହେଉଛି ଶିକ୍ଷା। ପୃଥିବୀ ପ୍ରାକୃତିକ ପରିବେଶର ଗନ୍ତାଘର। ଅନୁଭୂତି ଓ ଅନୁଭବ ହିଁ ଶିକ୍ଷାର କ୍ଷେତ୍ରକୁ ପ୍ରଶସ୍ତ କରିଥାଏ। ପୃଥିବୀର ଆବର୍ତ୍ତନ ଓ ପରିକ୍ରମଣ ଯୋଗୁଁ ଯେପରି ଦିନରାତି ଓ ଋତୁ ପରିବର୍ତ୍ତନ ହୁଏ, ଠିକ୍ ସେହିପରି ଶିକ୍ଷା ହିଁ ନୀତିର ନିର୍ଦ୍ଧାରକ ହୋଇଥିବା ବେଳେ ସଭ୍ୟତାକୁ ବିକଶିତ କରିଥାଏ। ସମୟର ଗତି ସହିତ ସଭ୍ୟତା ପରିବର୍ତ୍ତନଶୀଳ। ଏ ଦୃଷ୍ଟିରୁ ବିଚାର କଲେ ଆମ ଭାରତ ହିଁ ନୀତିନିଷ୍ଠ ଶିକ୍ଷାର ଜ୍ୱଳନ୍ତ ନିଦର୍ଶନ। ଭାରତୀୟ ଋଷିପୁଟ ଓଙ୍କାର ଭିତରୁ ଶବ୍ଦ ବ୍ରହ୍ମର ସୃଷ୍ଟି। ନିଘଞ୍ଚ ଅରଣ୍ୟ ମଧ୍ୟରେ ଗୁରୁକୁଳ ଆଶ୍ରମ ହିଁ ଶିକ୍ଷାର ଆଦ୍ୟପୀଠସ୍ଥଳୀ। କେବଳ ସେତିକି ନୁହେଁ, ଭାରତୀୟ ଶାସ୍ତ୍ର, ପୁରାଣ, ବେଦ, ଉପନିଷଦ ଭିତରେ ଜ୍ଞାନରୂପୀ ଅନ୍ତଃସ୍ରୋତଟିଏ ପ୍ରବାହିତ ହୋଇ ଚତୁର୍ଦିଗକୁ ପ୍ଳାବିତ କରିଛି। ତେବେ ସିନା ଏହି ପୁଣ୍ୟ ଭାରତଭୂମି ବିଶ୍ୱଗୁରୁର ଆଖ୍ୟା ପାଇଛି। ସାରା ବିଶ୍ୱକୁ ପରଶି ଦେଇଛି ଜ୍ଞାନରୂପୀ ଅମୃତ। ଆଜି ସେହି ବୈଦିକ ଯୁଗର ଗୁରୁକୁଳ ଆଶ୍ରମ ନାହିଁ, ରାଜତନ୍ତ୍ରର ଶାସନଦଣ୍ଡ ନାହିଁ, ନାହିଁ ଅତ୍ୟାଚାରୀ ବିଦେଶୀ ଶାସନ। ଏସବୁ ଭିତରେ କାହିଁ ଶତାବ୍ଦୀ ଶତାବ୍ଦୀ ଭେଦ କରି ସମାଜର, ଦେଶର କଲ୍ୟାଣ ସାଧନ ପାଇଁ, ଶିକ୍ଷାକୁ ଯୁଗୋପଯୋଗୀ କରିବା ପାଇଁ ଶିକ୍ଷାନୀତିରେ ବହୁବାର ପରିବର୍ତ୍ତନ ହୋଇଛି। ଅଧୁନା ଭାରତର ନୂତନ ଜାତୀୟ ଶିକ୍ଷାନୀତି 2020 ଏକ ମହତ୍ ଉଦ୍ଦେଶ୍ୟ ନେଇ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରସ୍ତୁତ ହୋଇଛି। ସ୍ୱାଧୀନତା ପୂର୍ବରୁ ବିଦେଶୀ ଢାଞ୍ଚାରେ ଶିକ୍ଷା ବ୍ୟବସ୍ଥାକୁ ଖଞ୍ଜି ଦିଆଯାଇଥିଲା। ପୁନଶ୍ଚ କାଁ ଭାଁ ସହରମାନଙ୍କରେ ସ୍କୁଲ କଲେଜ ରହିଥିଲା। କିଛି ଧନୀ ଶ୍ରେଣୀର ଲୋକଙ୍କୁ ଛାଡ଼ିଦେଲେ ପ୍ରାୟତଃ 80% ଲୋକ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଥିଲେ। ସେତେବେଳେ ଭାରତୀୟ ମହାମନୀଷୀମାନେ ଚିନ୍ତା କରିଥିଲେ ଯେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ନ ଆଣିଲେ, ଲୋକମାନଙ୍କ ମନରେ ଜାତୀୟ ଭାବ ଉଦ୍ରେକ ନ ହେଲେ ସ୍ୱାଧୀନ ଭାରତର ସ୍ୱପ୍ନ ଧୂଳିସାତ୍ ହୋଇଯିବ। ଏ ପରିପ୍ରେକ୍ଷୀରେ ବହୁ ଶିକ୍ଷିତ ବ୍ୟକ୍ତି ସମେତ ରବୀନ୍ଦ୍ରନାଥ ଓ ଗାନ୍ଧିଜୀ ଭାଷାଭିତ୍ତିକ ଶିକ୍ଷା ପ୍ରତି ଗୁରୁତ୍ୱ ଆରୋପ କରିଥିଲେ। ଏହା ଭିତରେ ଅର୍ଥାତ୍ ସ୍ୱାଧୀନତା ପୂର୍ବରୁ ତାରାଚାନ୍ଦ କମିଟି, ରାମକୃଷ୍ଣ କମିଟି, ଜାକିର ହୁସେନ କମିଟି, ମୁଦାଲିୟର କମିଟି ଶିକ୍ଷାନୀତିର ପରିବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ ଓ ତାହା କିଛି ମାତ୍ରାରେ କାର୍ଯ୍ୟକାରୀ ମଧ୍ୟ ହୋଇଥିଲା। ସ୍ୱାଧୀନତାର ପରବର୍ତ୍ତୀ ପର୍ଯ୍ୟାୟରେ ସମୃଦ୍ଧ ଭାରତ ଗଠନର ଆଶା ନେଇ 1968 ମସିହାରେ ନୂତନ ଶିକ୍ଷାନୀତି ପ୍ରଣୀତ ହୋଇଥିଲା, ଯାହା 1992 ମସିହାରେ କିଛି ନୂତନ ନୀତିକୁ ଯୋଡ଼ି ଦିଆଯାଇଥିଲା। ଫଳସ୍ୱରୂପ ଶିଶୁମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ 2009 ସାର୍ବଜନୀନ ଶିକ୍ଷାର ମୂଳଦୁଆ ପକାଇଥିଲା। ତାପରେ 2020 ଭାରତର ନୂତନ ଶିକ୍ଷାନୀତି ଏକବିଂଶ ଶତାବ୍ଦୀର ସାମଗ୍ରିକ ବିକାଶ ନିମିତ୍ତ ପ୍ରଣୀତ ହୋଇଥିଲା। ପ୍ରାଚୀନ ଭାରତବର୍ଷରେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଯଥା ତକ୍ଷଶିଳା, ନାଳନ୍ଦା, ବିକ୍ରମଶିଳା, ବଲ୍ଲଭୀ ଆଦି ବହୁମୁଖୀ ଶିକ୍ଷାଦାନ ଓ ଗବେଷଣା ପାଇଁ ସର୍ବୋଚ୍ଚ ମାନ ସ୍ଥିର କରିଥିଲା। ଭାରତୀୟ ଶିକ୍ଷା ପ୍ରଣାଳୀରେ ଚରକ, ସୁଶ୍ରୁତ, ଆର୍ଯ୍ୟଭଟ୍ଟ, ବରାହମିହିର, ଭାସ୍କରାଚାର୍ଯ୍ୟ, ବ୍ରହ୍ମଗୁପ୍ତ, ଚାଣକ୍ୟ, ଚକ୍ରପାଣି ଦତ୍ତ, ମାଧବ, ପାଣିନି, ପତଞ୍ଜଳି, ନାଗାର୍ଜୁନ, ଗୌତମ, ପିଙ୍ଗଳ, ଶଙ୍କରଦେବ, ଗାର୍ଗୀ, ଥିରୁଭଲ୍ଲୁଭର ଆଦି ବିଦ୍ୱାନମାନଙ୍କର ଦିଗ୍ଦର୍ଶନକୁ ଆଜିର ଶିକ୍ଷା ବ୍ୟବସ୍ଥା ମଧ୍ୟ କିଛି ପରିମାଣରେ ଆପଣେଇ ନେଇଛି। କିନ୍ତୁ ଆଜି ଜ୍ଞାନ ବିଜ୍ଞାନର ପ୍ରଗତି ସହିତ ସାମୂହିକ ବିକାଶର ଲକ୍ଷ୍ୟ ନେଇ ପ୍ରଣୀତ ହୋଇଛି NEP 2020 ଅର୍ଥାତ୍ ନୂତନ ଶିକ୍ଷାନୀତି 2020। ନୀତି ହେଉଛି ଫଳାଫଳ ହାସଲ କରିବାର ଏକ ମାର୍ଗଦର୍ଶିକା। ଦୀର୍ଘ 34 ବର୍ଷର ବ୍ୟବଧାନ ପରେ 29 ଜୁଲାଇ 2020ରେ ଏହି ନୂତନ ଜାତୀୟ ଶିକ୍ଷାନୀତି ଅନୁମୋଦିତ ହେଲା।
1968 ପ୍ରଣୀତ ଶିକ୍ଷାନୀତିର ପରବର୍ତ୍ତୀ ସଂସ୍କରଣ ଭାବେ ଏହାର ଆତ୍ମପ୍ରକାଶ ସ୍ୱାଧୀନତା ପ୍ରାପ୍ତିର 100 ବର୍ଷ ବ୍ୟାପ୍ତି ବିକାଶ ଧାରାର ଏକ ସଂହିତା ଅଟେ। ଉଚ୍ଚ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ରାଷ୍ଟ୍ରକୁ ସମାନ ଓ ଜୀବନ୍ତ ଜ୍ଞାନ ପ୍ରଦାନ ହିଁ ଏହି ଶିକ୍ଷାନୀତିର ଲକ୍ଷ୍ୟ। ଜାନୁଆରୀ 2015 ମସିହାରେ ପୂର୍ବତନ କ୍ୟାବିନେଟ୍ ସଚିବ TSR ସୁବ୍ରମଣ୍ୟଙ୍କ ନେତୃତ୍ୱରେ ଏକ ପରାମର୍ଶ କମିଟି ଦ୍ୱାରା ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। 2017 ଜୁନ୍ ମାସରେ ପୂର୍ବତନ ଇସ୍ରୋର ମୁଖ୍ୟ କ୍ରିଷ୍ଣାସ୍ୱାମୀ କସ୍ତୁରୀ ରଙ୍ଗନଙ୍କ ଅଧ୍ୟକ୍ଷତାରେ ଏକ ଡ୍ରାଫ୍ଟିଂ କମିଟି ଗଠିତ ହୋଇଥିଲା। ନୂତନ ଶିକ୍ଷାନୀତିର ଚୂଡ଼ାନ୍ତ ଇସ୍ତାହାର ମଇ 2019 ମସିହାରେ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଭାରତର ବହୁ ପ୍ରସ୍ତାବର ବିଚାର ବିମର୍ଶ ପରେ ନୂତନ ଶିକ୍ଷାନୀତି 2020 ପ୍ରସ୍ତୁତ କରାଯାଇଥିଲା। ସାମାଜିକ ଅଧିକାର ଓ କର୍ତ୍ତବ୍ୟ ସହିତ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ସମ୍ମାନ ପ୍ରଦର୍ଶନ ଉପରେ ଏହି ଶିକ୍ଷାନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ପରିବର୍ତ୍ତନଶୀଳ ଦୁନିଆରେ ଦକ୍ଷତା ବିକାଶ, ଜାତୀୟ ମୂଲ୍ୟବୋଧ ପ୍ରତି ସଚେତନତା ସହିତ ଦେଶ ଓ ବିଶ୍ୱରେ ସୁସ୍ଥ ବାତାବରଣ ସୃଷ୍ଟି ପାଇଁ ପ୍ରତିବଦ୍ଧତା ହିଁ ପ୍ରତିଟି ବ୍ୟକ୍ତି ମନରେ ଜାଗ୍ରତ ହେବା ନିହାତି ବିଧେୟ। ନୂତନ ଶିକ୍ଷା ବ୍ୟବସ୍ଥାରେ ସାକ୍ଷରତା ସହିତ ସଂଖ୍ୟାଜ୍ଞାନ, ଡ୍ରପ୍ ଆଉଟ୍ ହାର ହ୍ରାସ ଓ ସର୍ବଭାରତୀୟ ସ୍ତରରେ ମାନବୀୟ ଚିନ୍ତନ ଓ ଭାବଧାରାକୁ ପ୍ରତିଷ୍ଠିତ କରିବା ପାଇଁ କୁହାଯାଇଛି। କଥାରେ ଅଛି, ଯାହା ନ ହେବ ବାଳକାଳେ ତାହା କି ହେବ ପାଚିଲା ବେଳେ। ଏଣୁ ବାଲ୍ୟକାଳରେ ଶିକ୍ଷାର ଆବଶ୍ୟକତାକୁ ଲକ୍ଷ୍ୟ କରି ଶିଶୁର ଯତ୍ନ ଓ ଶିକ୍ଷଣ ପରିବେଶକୁ ଉନ୍ନତ ଓ ଆନନ୍ଦଦାୟୀ କରିବା ଶିକ୍ଷାନୀତିର ଆଦ୍ୟ ସୋପାନ ଅଟେ। ସୋପାନ ପରେ ସୋପାନକୁ ଦୃଢ଼ ଓ ବିକାଶମୁଖୀ କରିବା ନିମିତ୍ତ 5+3+3+4ର ପରିକଳ୍ପନା କରାଯାଇଛି। ଅର୍ଥାତ୍ ବାଲବାଟିକା ଠାରୁ ଆରମ୍ଭ କରି ଶିକ୍ଷାର ଉଚ୍ଚ ସୋପାନ ପର୍ଯ୍ୟନ୍ତ ବିଭିନ୍ନ ପ୍ରଣାଳୀରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି। ECCE ଅର୍ଥାତ୍ ଆର୍ଲି ଚାଇଲ୍ଡହୁଡ୍ କେୟାର ଆଣ୍ଡ ଏଜୁକେସନ୍ ହିଁ ଉଚ୍ଚତମ ଶିକ୍ଷାର ମୂଳଦୁଆ ବୋଲି ଶିକ୍ଷାନୀତିରେ ଉଲ୍ଲେଖ ରହିଛି। ଏହାଦ୍ୱାରା ସମସ୍ତ ଶିକ୍ଷାର୍ଥୀ ବିଦ୍ୟାଳୟ ପାଇଁ ପ୍ରସ୍ତୁତ ବୋଲି ନିଶ୍ଚିତ କରିବାକୁ ହେବ। ପ୍ରଥମ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀମାନଙ୍କ ପାଇଁ କ୍ରୀଡ଼ାକୁ ଭିତ୍ତି କରି ଏକ ମଧ୍ୟବର୍ତ୍ତୀକାଳୀନ ବିଦ୍ୟାଳୟ ପ୍ରସ୍ତୁତ ପେଟିକା NCERT ଓ SCERT ଦ୍ୱାରା ପ୍ରସ୍ତୁତ ହେବ, ଯେଉଁଥିରେ ବର୍ଣ୍ଣମାଳା, ଧ୍ୱନି, ରଙ୍ଗ, ଆକୃତି ଓ ସଂଖ୍ୟା ଧାରଣା ଉପରେ ବିଦ୍ୟାର୍ଥୀମାନେ ଜ୍ଞାନ ଲାଭ କରିପାରିବେ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ସମ୍ବଳଗୁଡ଼ିକ ଦୀକ୍ଷା ପୋର୍ଟାଲରେ ଉପଲବ୍ଧ ହେବ। ଭାଷାର ପ୍ରତିବଦ୍ଧତାକୁ ଦୂର କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ସହାୟତା ନିଆଯିବ। ଶିକ୍ଷକମାନଙ୍କର ସହାୟତା ପାଇଁ ସାଧନ ପୁସ୍ତିକା ପ୍ରସ୍ତୁତ ହେବ ଓ ରୀତିମତ ତାଲିମମାନ ଅନୁଷ୍ଠିତ ହେବ। ତୃତୀୟ ଶ୍ରେଣୀ ମଧ୍ୟରେ FLN ଅର୍ଥାତ୍ ଫାଉଣ୍ଡେସନ୍ ଲିଟେରେସି ଆଣ୍ଡ ନ୍ୟୁମେରେସି ଉପରେ ଗୁରୁତ୍ୱ ଦିଆଯିବ। ହୋଲିଷ୍ଟିକ୍ ତଥା ସାମଗ୍ରିକ ବିକାଶ ପାଇଁ ପରଖ ଅର୍ଥାତ୍ ପରଫର୍ମାନ୍ସ ଆସେସମେଣ୍ଟ ରିଭ୍ୟୁ ଆଣ୍ଡ ଆନାଲିସିସ୍ ନଲେଜ ଫର୍ ହୋଲିଷ୍ଟିକ୍ ଡେଭଲପମେଣ୍ଟ ଉପରେ ଧ୍ୟାନ ଦିଆଯିବ। ଅନ୍ୟପକ୍ଷରେ ସମସ୍ତ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବୟସ ଅନୁପାତରେ ସାର୍ବଜନୀନତା ଉପଲବ୍ଧ ଉପରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ରହିଛି। ଏତଦ୍ୱାରା ଇକ୍ୱିଟି ଅର୍ଥାତ୍ ସମତା, କ୍ୱାଲିଟି ଅର୍ଥାତ୍ ଗୁଣବତ୍ତା, ଏହା ବ୍ୟତୀତ ବିଶ୍ଳେଷଣାତ୍ମକ ଚିନ୍ତନ, ନମନୀୟତା ଜାଗ୍ରତ ହୋଇପାରିବ। ପାଠ୍ୟକ୍ରମ ସହିତ ସହପାଠ୍ୟକ୍ରମ ଭାବରେ ଧନ୍ଦାମୂଳକ ଶିକ୍ଷା, କ୍ରୀଡ଼ା, କଳା, ଅନୁସନ୍ଧାନ, ଆବିଷ୍କାର ଭିତ୍ତିକ ଶିକ୍ଷାଦାନ ଅନ୍ତର୍ଭୁକ୍ତ ହେବ। ଆହୁରି ମଧ୍ୟ ସାଥୀ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା, ବିଭିନ୍ନ ବୈଜ୍ଞାନିକ କୌଶଳ ଓ ପ୍ରଯୁକ୍ତି ବିଦ୍ୟା ସହିତ ପିଲାମାନଙ୍କୁ ଯୋଡ଼ିବା, ମାତୃଭାଷା ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ। ପ୍ରଗତି କାର୍ଡ଼ରେ ଆତ୍ମମୂଲ୍ୟାୟନ, ସାଥୀ ମୂଲ୍ୟାୟନକୁ ସୂଚିତ କରିବା ଦରକାର। ଏହା ବ୍ୟତୀତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ, ଅନୁସନ୍ଧାନ ଭିତ୍ତିକ ଶିକ୍ଷଣ, କୁଇଜ୍, ରୋଲ୍ ପ୍ଲେ ଆଦିର ସୁଯୋଗ ସୃଷ୍ଟି କରି ସାମଗ୍ରିକ ପ୍ରଗତି ପ୍ରତି ଧ୍ୟାନ ଦେବାକୁ ହେବ। ସମସ୍ତ ପ୍ରକାର ଶିକ୍ଷଣ ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଉଚ୍ଚଶିକ୍ଷା ସ୍ତରରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ଉଦ୍ୟମ କରିବେ, ଯାହାଦ୍ୱାରା ସମସ୍ତ ବର୍ଗର ଶିକ୍ଷାର୍ଥୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ବିକଶିତ ହୋଇପାରିବ ଓ ସେମାନେ ନୂତନ ଶୈଳୀରେ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହୀ ହେବେ। 360 ଡିଗ୍ରୀ ସାମଗ୍ରିକ ବିକାଶ,
ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ପାଇଁ ଆକର୍ଷଣୀୟ ଓ ଆନନ୍ଦଦାୟୀ ଭିତ୍ତିଭୂମି ହିଁ ଜାତୀୟ ନୂତନ ଶିକ୍ଷାନୀତିର ଆଉ ଗୋଟିଏ ସଫଳ ଦିଗ ହେବ। ସବୁରି ମୂଳରେ ଶିକ୍ଷକ ନିଶ୍ଚିତ ଭାବରେ ଶିକ୍ଷା ବ୍ୟବସ୍ଥାର ମୌଳିକ ସଂସ୍କାର କେନ୍ଦ୍ରରେ ରହିବା ନିହାତି ଆବଶ୍ୟକ। ପୁନଶ୍ଚ ସ୍ଥାନୀୟ ବୃତ୍ତି, ଜ୍ଞାନ ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାନୀୟ କଳା, ସଙ୍ଗୀତ, କୃଷି, ବ୍ୟବସାୟ, କ୍ରୀଡ଼ା, କାରିଗର ତଥା ଯଶଧାରୀ ବ୍ୟକ୍ତିତ୍ୱମାନଙ୍କ ସହିତ ସମନ୍ୱୟ ରକ୍ଷା କରିବାକୁ ହେବ। ଉଭୟ ସରକାରୀ ଓ ବେସରକାରୀ ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ବିବିଧ ପ୍ରଶିକ୍ଷଣ ପ୍ରଦାନ କରିବା ନିହାତି ଅପରିହାର୍ଯ୍ୟ। ଆନୁଷଙ୍ଗିକ ଶିକ୍ଷାଗତ ଯୋଗ୍ୟତା ସହ ଆଧୁନିକ ଶିକ୍ଷା ପ୍ରଣାଳୀରେ ଶିକ୍ଷକମାନଙ୍କୁ ଦକ୍ଷ ହେବାକୁ ପଡ଼ିବ। ନୂତନ ଜାତୀୟ ଶିକ୍ଷାନୀତିରେ ମାନବ ସମ୍ବଳର ବିକାଶ ପାଇଁ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ, ଅସୁରକ୍ଷିତ ଅବସ୍ଥାରେ ଥିବା ପିଲା, ଶିଶୁ ଭିକାରୀ, ଅନାଥ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ବିବିଧ କୌଶଳ ଓ ବିଧାନକୁ ସ୍ଥାନ ଦିଆଯାଇଛି। ଅନ୍ୟପକ୍ଷରେ ଲିଙ୍ଗଗତ ପାର୍ଥକ୍ୟକୁ ଦୂର କରି ବାଳିକାମାନଙ୍କୁ ପ୍ରାଥମିକ ସ୍ତରରୁ ଦକ୍ଷତା ସମ୍ପନ୍ନ ଅର୍ଥାତ୍ ସଶକ୍ତ କରିବାକୁ ହେବ। ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ସ୍ତରରେ ଯୁଗୋପଯୋଗୀ ଭିତ୍ତିଭୂମିର ପ୍ରତିଷ୍ଠା ଓ କାର୍ଯ୍ୟକାରିତା ଉପରେ 100% ଧ୍ୟାନ ଦେବା ପାଇଁ ଶିକ୍ଷାନୀତିରେ କୁହାଯାଇଛି। ସର୍ବୋତ୍ତମ ଶିକ୍ଷା ବ୍ୟବସ୍ଥା ହିଁ ସାମଗ୍ରିକ ଶିକ୍ଷାର ପଥକୁ ଉନ୍ମୁକ୍ତ କରିବ। ବୃତ୍ତିଭିତ୍ତିକ ଶିକ୍ଷା ଶିକ୍ଷାର୍ଥୀଙ୍କ ଭବିଷ୍ୟତରେ ଆର୍ଥିକ ମାନଦଣ୍ଡକୁ ସ୍ଥିର ରଖିବ ଓ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ। ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକାମାନଙ୍କ ମଧ୍ୟଭାଗରେ ରହି ବିକାଶ ନିମିତ୍ତ ଶିକ୍ଷକମାନଙ୍କର ଭୂମିକା ହିଁ ଲକ୍ଷ୍ୟ ସାଧନର ପ୍ରକୃଷ୍ଟ ମାଧ୍ୟମ ହେବ। ଉଚ୍ଚଶିକ୍ଷା ସ୍ତରରେ ବିଦ୍ୟାର୍ଥୀମାନଙ୍କ ପାଇଁ ଗବେଷଣା କ୍ଷେତ୍ର ପରିଦର୍ଶନର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯିବ, ଯାହା ସେମାନଙ୍କର ଜ୍ଞାନ ଓ ଭାବାବେଗକୁ ପ୍ରଶସ୍ତ କରିପାରିବ। ସେମାନେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉପଲବ୍ଧ କରି ଭବିଷ୍ୟତରେ ନେତୃତ୍ୱ ନେବାର କ୍ଷମତା ହାସଲ କରିପାରିବେ। ଆନୁଷ୍ଠାନିକ ଶିକ୍ଷା ସମେତ ସମସ୍ତ ବର୍ଗର ବିକାଶ ସାଧନ ନିମିତ୍ତ ପ୍ରୌଢ଼ଶିକ୍ଷା, ବିଭିନ୍ନ ପ୍ରକାର ବୈଷୟିକ ଶିକ୍ଷା, ପ୍ରଯୁକ୍ତିବିଦ୍ୟାର ଉପଯୁକ୍ତ ରୂପାୟନ, କଳା ସଂସ୍କୃତିର ପ୍ରଚାର ପ୍ରସାରକୁ ଅଗ୍ରାଧିକାର ଦେବାକୁ ହେବ। ଏଥିସହିତ ଲୋକଙ୍କୁ ଅନଲାଇନ୍ ଓ ଡିଜିଟାଲ ଏଜୁକେସନ୍ ସହିତ ସମ୍ପର୍କ ରକ୍ଷା ପାଇଁ ଆକର୍ଷିତ କରିବାକୁ ହେବ। ତାହା ହିଁ ଜୀବନବ୍ୟାପୀ ଶିକ୍ଷା ଓ ସାମଗ୍ରିକ ବିକାଶର ମୂଳମନ୍ତ୍ର। ଦେଶର ପ୍ରତିଟି ବ୍ୟକ୍ତି ଯେପରି ମାନବିକ ଅଧିକାର ଓ କର୍ତ୍ତବ୍ୟକୁ ଆପଣେଇ ନେଇ ଆମ ସମ୍ବିଧାନ ଓ ଜାତୀୟତାକୁ ସମ୍ମାନ ଜଣାଇବେ, ସେଥିପ୍ରତି ଯତ୍ନଶୀଳ ହେବା ପାଇଁ ନୂତନ ଶିକ୍ଷାନୀତିରେ ନିର୍ଦ୍ଦେଶ ରହିଛି। ଆମ ଓଡ଼ିଶା ସରକାର 2025-26 ଶିକ୍ଷାବର୍ଷଠାରୁ ଜାତୀୟ ଶିକ୍ଷାନୀତି 2020କୁ ଲାଗୁ କରିବା ପାଇଁ ସୂଚନା ପ୍ରଦାନ କରିଛନ୍ତି। ପ୍ରତ୍ୟେକ ମାନବ ଭିତରେ କୌଣସି ନା କୌଣସି ଗୁଣ ଲୁକ୍କାୟିତ ଭାବେ ରହିଥାଏ। ଉପଯୁକ୍ତ ପରିବେଶ, ସମୟ ହିଁ ସେହି ସବୁ ଗୁଣର ଆତ୍ମପ୍ରକାଶ କରିବାର ସୁଯୋଗ ଦେଇଥାଏ। ବର୍ତ୍ତମାନ ପରିପ୍ରେକ୍ଷୀରେ ବିଚାର କଲେ ପ୍ରାୟତଃ ସମସ୍ତ ଦିଗକୁ ଲକ୍ଷ୍ୟ ରଖି ବିଶ୍ୱସ୍ତରରେ ଭାରତକୁ ଏକ ଶ୍ରେଷ୍ଠ, ବିକଶିତ, ସମୃଦ୍ଧ ରାଷ୍ଟ୍ରରେ ଗଢ଼ି ତୋଳିବା ପାଇଁ NEP 2020 ବା ଜାତୀୟ ଶିକ୍ଷାନୀତି 2020ର ଠିକ୍ ରୂପେ କାର୍ଯ୍ୟକାରୀ କରିବାକୁ ହେବ। ସଭ୍ୟତାର ବିକାଶ ସହିତ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ କର୍ମକୁଶଳତା ହିଁ ଲକ୍ଷ୍ୟ ସାଧନରେ ଉପନୀତ କରିଥାଏ। ଏଥିପାଇଁ ଆବଶ୍ୟକ ସୁସ୍ଥ ମନଟିଏ, ନିରନ୍ତର ଆଗ୍ରହଟିଏ। ସମସ୍ତ ରାଜ୍ୟ ସରକାର ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିବେ, ତେବେ NEP 2020 ଅର୍ଥାତ୍ ଜାତୀୟ ଶିକ୍ଷାନୀତି 2020 ସଫଳ ହେବ ନିଶ୍ଚୟ। ସାମୂହିକ ସଚେତନତା, ନିରନ୍ତର ପରୀକ୍ଷା ଓ ସମୀକ୍ଷା ଜାତୀୟ ମାର୍ଗଦର୍ଶିକାର ବହୁମୁଖୀ ଦିଗର ନିୟାମକ ହେବ। ତେବେ ସିନା ଆମ ଭାରତ ଅନନ୍ୟ, ଅସାଧାରଣ ମହାନ ରାଷ୍ଟ୍ରରେ ପରିଗଣିତ ହେବ, ବିଶ୍ୱସ୍ତରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିବ, ଏହା ନିଶ୍ଚିତ। ଆସନ୍ତୁ ନା ଏହି ନୂତନ ଜାତୀୟ ଶିକ୍ଷାନୀତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ କାର୍ଯ୍ୟକାରିତା ପାଇଁ ବଦ୍ଧପରିକର ହୋଇ ଏହାକୁ ଏକ ଶିକ୍ଷା ବିପ୍ଳବରେ ପରିଣତ କରି ଦେଶ ଓ ଦଶକୁ ସାମଗ୍ରିକ ବିକାଶ ପଥରେ ଆଗେଇ ନେବା। ଏଣୁ ଯଥାର୍ଥରେ କୁହାଯାଇପାରେ, ଜାତୀୟ ଶିକ୍ଷାନୀତି 2020 ସାମଗ୍ରିକ ବିକାଶର ପଥ ଦେଖାଏ, ଭରିଦିଏ ପ୍ରତିପ୍ରାଣେ ନବ ଉନ୍ମାଦନା, ନବଭାରତ ଗଠନ ନୂତନ ଚେତନା, ନବଭାରତ ଗଠନ ନୂତନ ଚେତନା, ନବଭାରତ ଗଠନ ନୂତନ ଚେତନା।